ବାଲେଶ୍ୱର ବିଜେଡି ପକ୍ଷରୁ ପାଳିତ ହେଲା ଉତ୍କଳ ଦିବସ। ଅପ୍ରେଲ 1 ତାରିଖରେ ବାଲେଶ୍ୱର ବିଜୁ ଜନତା ଦଳର ପୂର୍ବତନ ଜିଲ୍ଲା ସଭାପତି ଇଞ୍ଜିନିୟର ରବୀନ୍ଦ୍ର ଜେନାଙ୍କ ଉପସ୍ଥିତିରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସମେତ ବିଭିନ୍ନ ସ୍ଥାନରେ ଥିବା ଓଡ଼ିଶାର ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତିରେ ଦଳୀୟ କର୍ମୀ ଏବଂ ନିର୍ବାଚିତ ଜନପ୍ରତିନିଧିମାନେ ସାମୂହିକ ମାଲ୍ୟାର୍ପଣ କରିଥିଲେ। ପୂର୍ବାହ୍ନରେ ଆୟୋଜିତ ସଭାରେ ଜିଲ୍ଲା ବିଜେଡିର ଉପସଭାପତି ବରଦା ପ୍ରସନ୍ନ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ପୂର୍ବତନ ସାଂସଦ ତଥା ଜିଲ୍ଲା ବିଜେଡିର ପୂର୍ବତନ ସଭାପତି ଇଞ୍ଜିନିୟର ରବୀନ୍ଦ୍ର କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାଷା ଭିତ୍ତିରେ ଓଡ଼ିଶା ଏକ ସ୍ୱତନ୍ତ୍ର ରାଜ୍ୟ ଭାବେ 90 ବର୍ଷ ତଳେ ଗଠନ ହୋଇଥିଲା ବୋଲି କହିଥିଲେ। ଓଡ଼ିଆ ଭାଷା ସାହିତ୍ୟ ଓ ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ ଗଠନ ଦିଗରେ ବ୍ୟାସକବି ଫକୀରମୋହନ ସେନାପତି, ଉତ୍କଳମଣି ଗୋପବନ୍ଧୁ ଦାସ, ସ୍ୱାଭବ କବି ଗଙ୍ଗାଧର ମେହେର, ମୟୂରଭଞ୍ଜର ମହାରାଜା ରାମଚନ୍ଦ୍ର ଭଞ୍ଜଦେଓ, ରାଧାନାଥ ରାୟଙ୍କ ସମେତ ପାରଳାଖେମୁଣ୍ଡିର ତତ୍କାଳୀନ ମହାରାଜାଙ୍କ ଭୂମିକା ଅନନ୍ୟ ଥିଲା ବୋଲି ଶ୍ରୀ ଜେନା ବକ୍ତବ୍ୟରେ କହିଥିଲେ। ଆମେ ସମସ୍ତେ ପବିତ୍ର ଉତ୍କଳ ଦିବସ ପାଳନ କରୁଛୁ। ବିଶେଷକରି ବିଜୁ ସାଂସ୍କୃତିକ ସାମର୍ଥ୍ୟ ଆନୁକୂଲ୍ୟରେ ଆଜିର ବୈଠକ ଆଜି ଖାଲି ଏଠି ନୁହେଁ, ସାରା ଓଡ଼ିଶା ନୁହେଁ, ଭାରତବର୍ଷ ନୁହେଁ, ପୃଥିବୀର ବହୁ ଦେଶରେ ଉତ୍କଳ ଦିବସ ବା ଓଡ଼ିଶା ଦିବସ ପାଳନ କରାଯାଉଛି। ଇଏ ଆମ ସମସ୍ତ ଓଡ଼ିଆଙ୍କ ପାଇଁ ଅତ୍ୟନ୍ତ ଗର୍ବ ଏବଂ ଗୌରବର ଦିବସ। ଯେଉଁ ମହାମନୀଷୀମାନେ ସଂଗ୍ରାମ କରିଥିଲେ ଇଂରେଜ ସରକାରଙ୍କ ବିରୁଦ୍ଧରେ ଜାତିଭିତ୍ତିକ ଏବଂ ଭାଷାଭିତ୍ତିକ ଗୋଟିଏ ରାଜ୍ୟ ଗଠନ କରିବା ପାଇଁ, ଯାହାର ଫଳସ୍ୱରୂପ ପ୍ରଥମ ଥରକରେ ବ୍ରିଟିଶ ପାର୍ଲାମେଣ୍ଟରେ ସେମାନେ ରାଜି ହୋଇଥିଲେ ଏବଂ ସେଟା ଗୃହୀତ ହୋଇଥିଲା ଯେ ଓଡ଼ିଶା ପ୍ରଥମ ଜାତିଭିତ୍ତିକ ରାଜ୍ୟ ହେବ ଏବଂ ଯେଉଁଥିରେ ଏପ୍ରିଲ 1936ରେ ଇଏ ଆମ ପ୍ରଦେଶ ଗଠନ ହୋଇଥିଲା। ସେଇଠୁ ଆଜି ପର୍ଯ୍ୟନ୍ତ ଏକ ଲମ୍ବା ଇତିହାସ। ଆସନ୍ତୁ ଆଜି ସେହି ମହାମନୀଷୀମାନଙ୍କ ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ଯେ ତାଙ୍କର ଯେଉଁ ଥିଲା ସେଦିନର ଅବଦାନ, ସେଦିନର ଡିଟରମିନେସନ୍, ସେଥିପାଇଁ ଆଜି ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ହୋଇପାରିଛି ଏବଂ ତାଙ୍କ ଚଲାପଥକୁ ଅନୁସରଣ କରି ଆଜି ଆମେ ପ୍ରତି ଓଡ଼ିଆଙ୍କ ପାଇଁ କାମ କରିବା, ଯେଉଁଟାକି ବିଜୁବାବୁ ମହତାବଠୁ ଆରମ୍ଭ କରି ଫକୀରମୋହନ, ମଧୁବାବୁ, ଗୋପବନ୍ଧୁ ଦାସଙ୍କ ପର୍ଯ୍ୟନ୍ତ ସମସ୍ତେ କାମ କରି ଆସିଛନ୍ତି ଓଡ଼ିଶାକୁ ଏକ ସ୍ୱତନ୍ତ୍ର ରାଜ୍ୟ ଭାବରେ ଗଠନ କରିବା ପାଇଁ। ନବୀନବାବୁ ତାଙ୍କର 24 ବର୍ଷ ଶାସନ କାଳରେ ଓଡ଼ିଶାକୁ ବହୁ ଆଗକୁ ନେଇଛନ୍ତି। ତେଣୁ ଆସନ୍ତୁ ଆମେ ସମସ୍ତେ ଏହି ପବିତ୍ର ଦିବସରେ ଶପଥ ନେବା, ପ୍ରତି ଓଡ଼ିଆଙ୍କୁ କିଭଳି ଭାବରେ ଆଗକୁ ନେବା, ବାଲେଶ୍ୱର ପ୍ରଗତି କାମନା କରିବା। ଏହା ହେବ ଆଜି ଦିନରେ ଆମର ସମସ୍ତଙ୍କର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ପ୍ରଧାନ ଯୋଗଦେଇ ପ୍ରତ୍ୟେକ ଓଡ଼ିଆ ନିଜର ଭାଷାକୁ ସୁରକ୍ଷା ଦେବା ଲାଗି ପ୍ରତିଦିନ ଓଡ଼ିଆ ସମ୍ବାଦପତ୍ର ଓ ଓଡ଼ିଆ ପତ୍ରିକା କିଣିବା ଆବଶ୍ୟକ ବୋଲି କହିଥିଲେ। ଆୟୋଜିତ ସଭାରେ ପୌରପାଳିକାର ଅଧ୍ୟକ୍ଷା ସବିତା ସାହୁ, ରାଜ୍ୟ ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ଦାସ ମଙ୍ଗରାଜ, ସଦର ବ୍ଲକ ଚେୟାରମ୍ୟାନ ସୁନିତା ବେହେରା, ବାଲେଶ୍ୱର ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ସଭାପତି ଗଣେଶ ଚନ୍ଦ୍ର ମହାପାତ୍ର, କୋଅପରେଟିଭ ବ୍ୟାଙ୍କ ସଭାପତି ସୂର୍ଯ୍ୟକାନ୍ତ କର, ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ସଭାପତି ସିମନ ଦାସ ମହାପାତ୍ର, ଯୁବନେତା ଭାଗବତ ସାହୁ, କାଉନସିଲର ସଞ୍ଜୀବ ଦାସ, ଇନ୍ତେକାବଲି ଖାଁ, ତାପସ ପରିଡ଼ା, ହେମନ୍ତ ମହାନ୍ତି, ଶେଖ ଦିଲଦାର, ଅଜୟ ସାମଲ, ମିନତି ସେଠୀ, ଜ୍ୟୋତିରଞ୍ଜନ ବାରିକ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ଯୁବ, ଛାତ୍ର ଓ ମହିଳା ସଂଗଠନର ବହୁ କର୍ମକର୍ତ୍ତା ଓ ସକ୍ରିୟ ସଦସ୍ୟ ଉପସ୍ଥିତ ରହିଥିଲେ।